ନାରୀ ମାନଙ୍କ ପାଇଁ ମୁଁ ସୁସାଇଡ୍ କରିଦେବି, ଇଏ କରିଦେବି, ସିଏ କରିଦେବି, ସେଟା ତ ଲାଇଫର ସଲ୍ୟୁସନ ନୁହେଁ ନା। ହାଟଡି ବ୍ଲକର ଜଣେ ଯୁବ ପ୍ରତିଭା ବର୍ତ୍ତମାନ ସମୟରେ ସେ ନିଜକୁ ସୋସିଆଲ ୱାର୍କରେ ବେଶୀ ଆକ୍ଟିଭ ରଖୁଛନ୍ତି ଏବଂ ଯେତେବେଳେ ପିଲାମାନେ ଶିକ୍ଷା ଜୀବନକୁ ଆସୁଛନ୍ତି ସେତେବେଳେ ଯେତେବେଳେ ଶିକ୍ଷକ କିଏ ବ୍ୟବସାୟ ଶିକ୍ଷକ କିଏ ହେବାକୁ ଚିନ୍ତା କରୁଛି, କିଏ ନିଜର କ୍ୟାରିୟରକୁ ପିଲାମାନଙ୍କୁ ସେୟାର କରିବାକୁ ଚିନ୍ତା କରୁଥିଲା ବେଳେ କିଏ ନିଜର କ୍ୟାରିୟରକୁ ଲୋକମାନଙ୍କ ଜୀବନରେ ସେୟାର କରୁଛି। କାହିଁକି ସୋସିଆଲ ମିଡ଼ିଆକୁ ସେ ଆସିଛନ୍ତି ଏବଂ ଲୋକଙ୍କର ସମାଜ ସେବାକୁ ସେ କାହିଁକି ଇନ୍ସପାୟାର ହେଇଛନ୍ତି ଏବଂ କାହା ଦ୍ୱାରା ଇନ୍ସପାୟାର ହେଲେ ଏବଂ এই ସମାଜ ସେବାକୁ ନିଜର ବ୍ରତ ବୋଲି ସେ ଯେତେବେଳେ ଚିନ୍ତା କରୁଛନ୍ତି, ଆଗାମୀ ଯେତେବେଳେ ସମାଜ ସେବାରେ ସେ କେତେ ଆଗକୁ ଯାଇପାରିବେ ଏବଂ କ'ଣ କ'ଣ ସେବା କରିପାରିବେ, ଆମେ ସିଧାସଳଖ ତାଙ୍କ ସାଙ୍ଗରେ କଥା ହେବା। ସେ ଯେଉଁ ଅଭିନାଶ ତ୍ରିପାଠୀ ଆମ ସାଙ୍ଗରେ ଅଛନ୍ତି, ରିପୋର୍ଟର ଷ୍ଟୁଡ଼ିଓକୁ ତାଙ୍କୁ ସ୍ୱାଗତ କରିବି। କ'ଣ କହିବେ ଅଭିନାଶ ବାବୁ, ବର୍ତ୍ତମାନ ଆପଣ କେମିତି ଅଛନ୍ତି? ନମସ୍କାର, ମୁଁ ସମାଜସେବୀ ଅଭିନାଶ ତ୍ରିପାଠୀ, ଯଦୁରା ଫାଉଣ୍ଡେସନର ପ୍ରେସିଡେଣ୍ଟ। ତ କେତେ ବାଟ ପାଠ ପଢ଼ିଲେ? ମୁଁ +2 କମ୍ପ୍ଲିଟ୍ କରିଛି। ତ ଆଉ ଅଧିକ କାହିଁ ପଢ଼ିଲେନି? ସେମିତି କିଛି ଫ୍ୟାମିଲିର କିଛି ସେମିତି ପ୍ରୋବ୍ଲେମ୍ ଥିଲା, ଯେଉଁଥିପାଇଁ କି ଆଉ ପାଠ ପଢ଼ିବା ପାଇଁ ବି ପଇସା ପତ୍ର ସେତିକି ଦରକାର ହେଉଥିଲା, ଯେଉଁଥିପାଇଁ କି ମୁଁ ପାଠ ଆଗକୁ ଇଏ କରିପାରିଲିନି। ଆଉ ତାପରେ କିଛି ବିଜନେସ୍ କରିବା ପାଇଁ ଟ୍ରାଏ କରିଥିଲି, ବି ବିଜନେସ୍ ବି ହେଇପାରିଲାନି। ତ ଭୁବନେଶ୍ୱର ବି କିଛି ଦିନ ସାର୍ଙ୍କ ପାଖରେ, ଜଣେ ସାର୍ ଡକ୍ଟରଙ୍କ ପାଖରେ ରହିକି ବି କାମ କରିଥିଲି। ତାପରେ ଆମର ଯେଉଁ ମମି, ମୋ ଯେଉଁ ଡକ୍ଟର ସୁରେଶ୍ୱରୀ ସାଗର କେଜନା, ତାଙ୍କ ପାଖକୁ କାମ ପାଇଁ ଆସିଥିଲି। ମୋ ଫାଷ୍ଟ ପ୍ରଫେସନ୍ ଥିଲା ଡ୍ରାଇଭର। ମୋତେ ଆକ୍ଚୁଆଲି ସେ ଡ୍ରାଇଭରରେ ପୋଷ୍ଟିଂ ଦେଇଥିଲେ ତାଙ୍କ ପାଖରେ। ତ ତାଙ୍କ ପାଖରେ ତ ଡ୍ରାଇଭର ପୋଷ୍ଟିଂ ଦେଇଥିଲେ, ତାପରେ ମୁଁ ଧୀରେ ଧୀରେ ତାଙ୍କ ସହିତ ବୁଲାବୁଲି ଯେତେବେଳେ କଲି, କାମ ଦେଖିଲି ସିଏ କେତେ କଷ୍ଟ କରୁଛନ୍ତି ପିଲାମାନଙ୍କ ପାଇଁ, ପିଲାମାନେ କେମିତି ଆଗକୁ ବଢ଼ିବେ, ସମାଜ କେମିତି ଆଗକୁ ବଢ଼ିବ, ସେଥିପାଇଁ ସେ ବହୁତ ଷ୍ଟ୍ରଗଲ୍ କରୁଛନ୍ତି। ତ ମୁଁ ଦେଖିଲା ପରେ ତ ମୋର ବି ଇଚ୍ଛା ହେଲା ସମାଜ ସେବା କରିବା ପାଇଁ, ଯେଉଁଥିପାଇଁ କି ମମିଙ୍କ ସହିତ ମୁଁ ସାଥ ଦେଲି। ତ ମୁଁ ଯେତେବେଳେ ସାଥ ଦେଲି, ମମି ବି ମୋତେ ତାଙ୍କ ପୁଅ ଭଳିଆ ପୁଅ କରିଦେଲେ। କରିସାରିଲା ପରେ ମୋତେ ବି ସମାଜ ସେବା କ'ଣ ଶିଖେଇଲେ। ମୁଁ ଆକ୍ଚୁଆଲି ସମାଜ ସେବାର ଅକ୍ଷର ବି ଜାଣିନଥିଲି କ'ଣ ସମାଜ ସେବା କାହାକୁ କୁହାଯାଏ। ତାଙ୍କ ସହିତ ବୁଲିଲା ପରେ କିଛି ବାପା ଯେତେବେଳେ ଲକ୍ଷ୍ୟ ରଖିଥିବେ ତମେ ପାଠ ପଢ଼ିବ, ତାଙ୍କ ଘର ପ୍ରତିପୋଷଣ କରିବ, ତମେ ବର୍ତ୍ତମାନ ସମାଜ ସେବାକୁ ବ୍ରତ ବୋଲି ଭାବିକି ଯେତେବେଳେ ଲୋକଙ୍କର ସେବା କରୁଛ, କୋଉଠୁ ଏତେ ଅର୍ଥ ଆସିବ, ଆଜି ଯେଉଁ ସଂସ୍ଥାରେ ଅଛ ତମକୁ ସେଥିରେ କେମିତି ଇନ୍ସପାୟାର ହେବ, ଆଗାମୀ ଦିନରେ ଲୋକଙ୍କର ସେବା କରିବ, ନିଜର ପରିବାର, ବନ୍ଧୁ ବାନ୍ଧବ ସମସ୍ତଙ୍କୁ କେମିତି ମ୍ୟାନେଜ କରିବ? ସେଟା ତ ପଛ କଥା, ପରିବାର, ବନ୍ଧୁବାନ୍ଧବ। ତ ଫାଷ୍ଟ ମୋ ବାପା ମାଆ ମୁଁ ସମାଜ ସେବା କରୁଛି ବୋଲି ବହୁତ ଖୁସି ଅଛନ୍ତି। ମୁଁ କରି ଗୋଟେ ଚାକିରି କରିଥାନ୍ତି, 20-30,000 25,000 ଟଙ୍କା ସାଲେରୀ ପାଇଥାନ୍ତି। ତ ମୁଁ ଲୋକଙ୍କୁ ସାହାଯ୍ୟ କରିକି ମୋତେ ଯେତିକି ବି ମିଳୁଛି ମୁଁ ସେତିକିରେ ବହୁତ ସନ୍ତୁଷ୍ଟ ଅଛି। ମୋ ପରିବାର ବି ବହୁତ ଖୁସିରେ ଚଳୁଛନ୍ତି। ଆଉ ମୋର ଆଉ ଅଧିକା ବି କିଛି ଆଶା ଦରକାର ନାହିଁ, ବାସ୍ ସମାଜ ସେବା କରିବି, ଆହୁରି ଆଗକୁ ବି ବଢ଼ିବି ସମାଜ ସେବା କରିକି। ଯେତେ ଦିନ ବଞ୍ଚିଥିବି ସେତେ ଦିନ ସମାଜ ସେବାରେ ନିଜକୁ ଇଏ କରିକି ରଖିବି। ସମାଜ ସେବା ଯେତେବେଳେ କରିବାକୁ ପଡ଼େ, ବିଭିନ୍ନ ଅବଷ୍ଟ୍ରାକଲ ଆସେ, ବିଭିନ୍ନ ପଲିଟିକାଲି ଲୋକଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼େ। କେଉଁଠି ବାତ୍ୟା ବନ୍ୟା ସମୟରେ ମଧ୍ୟ ନିଜେ ସେ ଜାଗାକୁ ଯିବାକୁ ପଡ଼େ। କେଉଁଠି କ୍ୟାନ୍ସର ଲୋକଙ୍କର ପାଖରେ ବସି ତାଙ୍କର ଦୁଃଖ ଦେଖିବାକୁ ପଡ଼େ। ଏତେବେଳେ ଏସବୁ ସମସ୍ୟା ଭିତରେ ନିଜକୁ କେତେବେଳେ କଷ୍ଟ ଲାଗେନି? କଷ୍ଟ ତ ଲାଗେ। ଏବେ ରିସେଣ୍ଟ ଯେଉଁ ବାତ୍ୟା ହେଇଥିଲା, ଆମେ ଯାଇଥିଲୁ କେନ୍ଦ୍ରାପଡ଼ା, ସେ ଯେଉଁ ସେପଟ ଡିଷ୍ଟ୍ରିକ୍ଟ କିଏ, ତ ମମି ଆମେ ଯେତେବେଳେ ସମସ୍ତେ ପଛ ଘୁଞ୍ଚା ଦେଉଥିଲୁ କି ଆଉ ନାଇଁ ପାଣି ହେଇଛି ଆଉ ଆଗକୁ ଯାଇପାରିବେନି, ସେତେବେଳେ ମମି ତାଙ୍କ ମୁଣ୍ଡରେ ଚାଉଳ ବସ୍ତା, ମୁଢ଼ି ବସ୍ତା ରଖି ପାର୍କ ହେଇଯାଇଥିଲେ ଆଗକୁ। ତ ତାଙ୍କୁ ଦେଖିକି ଆମେ ଆଉ ନିଜକୁ ସମ୍ଭାଳି ପାରିନଥିଲୁ। ଆମେ ବି ତାଙ୍କୁ ଦେଖିକି ପାର ହେଇଯାଇଥିଲୁ ସମାଜ ସେବା କରିବା ପାଇଁ। ସୁରେଶ୍ୱରୀ ଜେନାଙ୍କ କୁ ଦେଖିକି ଆପଣ ଇନ୍ସପାୟାର ହଉଛନ୍ତି। ସେ ଭଗବାନ, ତାଙ୍କୁ ଦେଖିକି ମୁଁ ଆଜି ଇନ୍ସପାୟାର। ଆଉ ମୁଁ ଆଜି ଯୋଉ ଭଳିଆ ଜାଗାରେ ବି ପହଞ୍ଚେଇଛନ୍ତି ମୋତେ, ସିଏ କେବଳ ମୁଁ ତାଙ୍କ ପାଇଁ ହିଁ ପହଞ୍ଚିଛି। ବାବା ମା ତ ମୋତେ ଜନ୍ମ ଦେଇଛନ୍ତି କିନ୍ତୁ କର୍ମ ଦେଇନାହାନ୍ତି, ବଟ୍ ଭଗବାନ ରୂପରେ ସେ ମୋତେ କର୍ମ ଦେଲେ। ଆଉ ମୋ ଘର ପୁରା ତାଙ୍କ ଉପରେ ଡିପେଣ୍ଡେଡ୍, ସେ ବି ମୋ ଘର କଥା ସବୁ ବୁଝନ୍ତି। ଆଉ ଏମିତିକି ମୋ ପ୍ୟାଣ୍ଟ ସାର୍ଟରୁ ଆରମ୍ଭ କରିକି ଏଭ୍ରିଥିଙ୍ଗ ସିଏ ମୋର ବୁଝନ୍ତି। ମୋତେ ଘର ଟେନସନ୍ ବି ନେବାର ନାହିଁ, ସମାଜ ସେବା କରିବାର ଅଛି। ଯେତେବେଳେ ସମାଜ ସେବାକୁ ଆପଣ ଆସିଛନ୍ତି, ବିଭିନ୍ନ ସମସ୍ୟା ବି ଆସୁଛି, ସୁରେଶ୍ୱରୀ ଦିଦି ଆପଣଙ୍କୁ ସପୋର୍ଟ କରୁଛନ୍ତି ଏବଂ ତାଙ୍କୁ ନେଇକି ଆପଣ ଆଗକୁ ବଢ଼ୁଛନ୍ତି, ତାଙ୍କୁ ଦେଖିକି ଆପଣ ଇନ୍ସପାୟାର ହେଉଛନ୍ତି। ତ ଆଗାମୀ ଯେତେବେଳେ ସମସ୍ୟା ଯେତେବେଳେ ଆସିବ,
ସେତେବେଳେ ଏଇ ସଂଗଠନ ଆଉ ସମାଜ ସେବାରେ ଏଇ ଯୁବକମାନଙ୍କୁ ଆପଣ ଆକୃଷ୍ଟ କରାଇବେ କି? ହଁ ନିହାତି, ଯେତେବେଳେ କିଛି ବି ସମସ୍ୟା ଆସିବ, ମୁଁ ଏବେ ଆଗରୁ ଯାହା ବି ତାଙ୍କର ଥିଲା ସମାଜସେବା ପିଲା, ଏବେ ମୋ ସର୍କଲରେ ଯେତିକି ମୋ ଫ୍ରେଣ୍ଡ ସର୍କଲ ଅଛନ୍ତି ମୋତେ ଦେଖି ସେମାନେ ବି ଇନ୍ସପାୟାର, ସେମାନେ ବି ମୋତେ ସାଥ ଦେଉଛନ୍ତି ଆସିକି କାମ କରିବା ପାଇଁ। ଆଉ ଏବେ ବି ଆମର ରିସେଣ୍ଟ ପୁରୀରେ ପ୍ରୋଗ୍ରାମ କରିଥିଲୁ, ଗୋଟେ ଫୋନରେ ମୋ ପାଖରେ 30 ପିଲା ପହଞ୍ଚିଥିଲେ। ପୁରୀରେ ଆମେ ଯାଇ ସଂଗଠନ କରିକି ଗୋଟେ ଦିନରେ ଆରେଞ୍ଜମେଣ୍ଟ କରିକି ଆମେ ଲୋକଙ୍କ ସେବା କରିଥିଲୁ। ତ ଏ ସେବାଟାକୁ କୁହାଯାଏ, ସେବା କଲେ ସେବାଟା ବାସେ। ତ ଆପଣମାନେ ଯେତେବେଳେ ମାର୍କେଟରେ ସେବା କରୁଛନ୍ତି, ଅନେକ ସଂଗଠନ ସେବାକୁ ଆସୁଛନ୍ତି, ତ ଏଇ ସଂଗଠନ ଏବେ ସେବାକୁ ଲକ୍ଷ୍ୟ ନେଇକି ଗୋଟେ ବିଜନେସ ବି ୟାକୁ ନେଇକି ଆରମ୍ଭ କଲେଣି, ଏହାକୁ ନେଇ କ'ଣ କହିବେ? ଦେଖନ୍ତୁ, ସମାଜ ସେବା ତ ଗୋଟେ ବିଜନେସ୍ ନୁହେଁ, ମାନବ ସେବା ହିଁ ମାଧବ ସେବା। ତ ଆମେ ଯଦି ଲୋକଙ୍କ ପାଇଁ ଯେଉଁ ଆସୁଛି ଫଣ୍ଡିଙ୍ଗ, ଯଦି ଆମେ ଲୋକଙ୍କ ସହିତ ଲୋକଙ୍କୁ ନ ଦେଇକି ଯଦି ନିଜେ ନିଜେ ତାକୁ ଏନ୍ଜୟମେଣ୍ଟ କରିବା କି ବଡ଼ ଗାଡ଼ି ବଡ଼ ଇଏ ଧରି ବୁଲିବା, ସେଇଟା ତ ସମାଜ ସେବା କୁହାଯିବନି ନା। ତ କେତେ ଫଣ୍ଡିଂ ଆସେ ବର୍ଷକୁ ଗୋଟେ ଅନୁଷ୍ଠାନକୁ? ସେଇଟା ତ ମୁଁ ଜାଣିନି, ତ ଆମ ଚେୟାରପର୍ସନ ଡକ୍ଟର ସୁରେଶ ଶେଖର ତା ବିଷୟରେ ଅଭିଜ୍ଞତା ତାଙ୍କର। ମୁଁ ସେସବୁ ବୁଝେ ନା, ବାସ୍ କେମିତି ଆରେଞ୍ଜମେଣ୍ଟ ହେବ, କେମିତି ଲୋକଙ୍କ ପାଖରେ ଆମେ ପହଞ୍ଚିବୁ, କେମିତି ଲୋକଙ୍କୁ ସାହାଯ୍ୟ କରିବୁ, ସେଇ ଦାୟିତ୍ୱ ମୋର। କ'ଣ ସାହାଯ୍ୟ ଏବେ ଲୋକମାନଙ୍କୁ ନିରନ୍ତର ଲାଗି ରହୁଛି? ଯେମିତିକି ଆପଣଙ୍କର ଗୋଟେ ପିଲାମାନଙ୍କୁ ସିଲେଇ ସେଣ୍ଟରରେ ନିଯୁକ୍ତି ଦେଉଛନ୍ତି, ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, କେତେବେଳେ ଅସହାୟ ମହିଳାମାନଙ୍କୁ ନେଇକି ସେମାନଙ୍କୁ ଝିଅ ରୂପରେ ଗଠନ କରୁଛନ୍ତି। ଏଇ ଜୟଦୁର୍ଗା ଫାଉଣ୍ଡେସନ ପୁରା ସାରା ଓଡ଼ିଶାରେ ବର୍ତ୍ତମାନ କାମ କରୁଛି। ଆଗାମୀ ଦିନରେ ଆଉ କ'ଣ ସେବା ଯୋଗାଇ ଦେଇପାରିବ ବୋଲି ଆପଣ କହିପାରିବେ? ଏବେ ତ ଆମର ଚାଲିଛି, ବେଶୀ ଆମେ ଫୋକସ୍ କରୁଛୁ ଶିକ୍ଷା ଉପରେ। ଯେଉଁ ପିଲା ଶିକ୍ଷା ପାଇପାରୁନାହାନ୍ତି ଆମେ ତାଙ୍କ ପାଖରେ ପହଞ୍ଚୁଛୁ। ଆଉ କିଛି ଲୋକ ବି ଅଛନ୍ତି ଏମିତି କି ବି ଗୋଟେ ଦିନ ଖାଇକି ବି 2 ଦିନ ଉପାସ ରହୁଛନ୍ତି, ତାଙ୍କ ପାଖରେ ବି ଆମେ ଖବର ନେଇ ପହଞ୍ଚୁଛୁ। ଆଉ ଯେତିକି ପାରିବୁ ଆମେ, ଯେତିକି ଆମକୁ ଆଶୀର୍ବାଦ କରିବେ ସମସ୍ତେ, ଆମେ ଯେଉଁ ଟାଇପ୍ର କାମ କରୁଛୁ, ଯଦି ଆମକୁ ସେମିତି ଆଶୀର୍ବାଦ କଲେ, ଭଗବାନ ସାଥ ଦେଲେ, ଆମେ ଆହୁରି ବି ଆଗକୁ ଆଉ ଅଧିକା କିଛି ସାହାଯ୍ୟ କରିବାର ଆଶା ରଖିବୁ। ତ ଜୟଦୁର୍ଗା ଫାଉଣ୍ଡେସନ ଆଗକୁ ଯେତେବେଳେ କାମ କରୁଛି, ଆପଣ ଯେତେବେଳେ ପ୍ରେସିଡେଣ୍ଟ ହିସାବରେ ରହୁଛନ୍ତି, ଯେଉଁ ରୋଡ ସାଇଡରେ ଯେଉଁ ଲୋକମାନେ ରହୁଛନ୍ତି, ଯେମିତିକି ଗୋଟେ ସଂଗଠନ ରହିଛି ଥିଲେ ଦିଅ ନଥିଲେ ନିଅ, ଯାହାର ଅଧିକ ଡ୍ରେସ୍ ରହୁଛି ସେମାନେ ଦଉଛନ୍ତି, ଯାହାର ନାହିଁ ସେଠୁ ନେଉଛନ୍ତି, ଏମିତି ବି ସଂଗଠନ ରହିଛି। ତ ସେମିତି ଜୟଦୁର୍ଗା ଫାଉଣ୍ଡେସନ ଆଗାମୀ ଦିନରେ ଲୋକମାନଙ୍କ ପାଇଁ କିଛି ଦୈନନ୍ଦିନ ଖାଦ୍ୟର ବ୍ୟବସ୍ଥା ରଖିବ? ହଁ ନିହାତି, ଆମେ ତ ସେଟା ବହୁତ ଦିନରୁ ପ୍ଲାନ୍ କରି ରଖିଛୁ, ଦୈନନ୍ଦିନର କିଛି ଗୋଟେ କରିବା ପାଇଁ, ଲୋକଙ୍କୁ ମୁହଁରେ ଟିକେ ଯେତିକି ପାରିବୁ ଦେବା ପାଇଁ ସାହାରା। ତ ଦେଖିବା କ'ଣ ହେଉଛି। ତ ଶେଷ ପ୍ରଶ୍ନ ରହିବ, ଯେତେବେଳେ ଏବେ ସମାଜରେ ମହିଳାମାନେ ବେଶୀ ନିଷ୍ପେଷିତ ହେଉଛନ୍ତି, ବେଶୀ ପିଲାମାନଙ୍କର ଆକ୍ରୋଶର ଶିକାର ହେଉଛନ୍ତି, କ'ଣ ଏହା ହେଇପାରେ? ସୋସିଆଲ ମିଡ଼ିଆ ଯୁଗରେ ଲୋକମାନେ ଯେତେବେଳେ ସମାଜ ସେବାକୁ ବ୍ରତ ଭଳିଆ ଭାବୁଛନ୍ତି, କିଏ କେଉଁଠି ଅସୁବିଧାରେ ପଡ଼ିଲେ ନିଜେ ଆଗକୁ ଆସିବା ପାଇଁ ଚିନ୍ତା କରୁଛି, ଯେତେବେଳେ ମହିଳାମାନେ କାହିଁକି ଏତେ ନିଷ୍ପେଷିତ ହେଉଛନ୍ତି, ଏବଂ ବିଶେଷ ଭାବରେ ମହିଳାମାନେ ମଧ୍ୟ ଅନେକ ପୁରୁଷଙ୍କୁ ଧୋକା ଦେବା ଫଳରେ ନିଜେ ମଧ୍ୟ ଏଇ ରିସେଣ୍ଟଲି ଦେଖିଥିବେ ଏଇ ଅଞ୍ଚଳରେ ଅନେକ ଆକ୍ସିଡେଣ୍ଟ ଘଟୁଛି, ନିଜେ ନିଜେ ସୁଇସାଇଡ୍ ମଧ୍ୟ କରୁଛନ୍ତି, ଏହାକୁ କ'ଣ ବୋଲି କହିପାରିବେ? ସେଟା ହେଲା ନିଜ ପିଲାମାନେ, ହେଲା ନିଜ ବୋକାମି। ଫାଷ୍ଟ ହେଲା ମୁଁ କହିବି, ବାବା ମା ଜନ୍ମ ଦେଇଛନ୍ତି ଆମକୁ କର୍ମ କରିବା ପାଇଁ। ଲାଇଫରେ ତ ସମସ୍ତଙ୍କର ଗର୍ଲଫ୍ରେଣ୍ଡ ହଉ ବା କିଛି ବି ହଉ ଆସନ୍ତି ସେମାନେ, ତ ତାଙ୍କୁ ନେଇ ଯଦି ଆମେ ଲାଇଫ୍ ଭାବିଦେବା ତ ସେଟା ଲାଇଫ୍ ନୁହେଁ ନା। ବାପା ମା ଆମକୁ ଜନ୍ମ ଦେଇଛନ୍ତି କ'ଣ ପାଇଁ? ବଞ୍ଚିବା ପାଇଁ, ସମାଜରେ କେମିତି ଗୋଟେ ପ୍ରତିଷ୍ଠାତା ମଣିଷ ହେଇକି ବଞ୍ଚିବା ପାଇଁ। ତ ଆମେ ଯଦି ତାଙ୍କୁ ନେଇକି ସୁସାଇଡ୍ କରିଦେବା, ତ ଫାଷ୍ଟ ଅଫ୍ ଅଲ୍ ଆମେ ବାପା ମାଆଙ୍କ ମୁହଁକୁ ଭାବିବା ଦରକାର କି ସିଏ ମୋତେ ଜନ୍ମ ଦେଇଛନ୍ତି, ମୁଁ ମରିଗଲା ପରେ ସିଏ କ'ଣ କରିବେ। ତ ଏଇ ଯେଉଁ ନାରୀମାନଙ୍କ ପାଇଁ ମୁଁ ସୁସାଇଡ୍ କରିଦେବି, ଇଏ କରିଦେବି, ସିଏ କରିଦେବି, ସେଟା ତ ଲାଇଫ୍ର ସଲ୍ୟୁସନ୍ ନୁହେଁ ନା। ତ ଆମକୁ ତାକୁ ସବୁ ସାଇଡ୍ କରିକି ଆଗକୁ ବଢ଼ିବାର ଅଛି। ଯାହା ଦେଖୁଥିଲେ ଆପଣ, ଅବିନାଶ ତ୍ରିପାଠୀ ବହୁତ କମ୍ ସମୟ ଭିତରେ ବହୁତ ବଡ଼ କଥା କହିଛନ୍ତି। ଯେଉଁ ସୁଇସାଇଡ୍ ହେଉଛନ୍ତି ଯେଉଁ ଲୋକମାନେ, ତାଙ୍କୁ ମଧ୍ୟ ସେ ସଚେତନ କରିଛନ୍ତି ସମାଜ ସେବାକୁ କେମିତି ବ୍ରତ ଭାବେ ଜଣେ ଗ୍ରହଣ କରିପାରିବ, ଏବଂ ସମାଜ ସେବା କରିବା ଦ୍ୱାରା କେତେ ଆତ୍ମତୃପ୍ତି ମିଳୁଛି ତାହା ମଧ୍ୟ ସେ ନିଜର ଅନୁଭୂତି ଏବଂ ଅନୁଭବ ଭିତରେ ତାର ମତଦାନ କରିଛନ୍ତି। ଦେଖିବା ଏଇ ସମାଜ ସେବା ଆଗକୁ କେତେ ଲୋକଙ୍କ ପାଖରେ ପହଞ୍ଚୁଛି, ଏବଂ ଏଇ ଜୟଦୁର୍ଗା ଫାଉଣ୍ଡେସନର ଯିଏ ଅଛନ୍ତି ପ୍ରେସିଡେଣ୍ଟ ତ୍ରିପାଠୀ ଆଗକୁ କେଉଁ ସ୍ଥାନରେ ପହଞ୍ଚୁଛନ୍ତି। ହାଟଡିରୁ ବିଭୂତି ଭୂଷଣ ଜେନା ରିପୋର୍ଟ, ରିପୋର୍ଟର୍ସ ଟୁଡେ।